দ্বাপর যুগর কংসর প্রেতাত্মা সে কংস মহারাজ মো কংস মর্তরাজ কাহি কাহি মো শত্রু দেবকীর অষ্টম গর্ভর সন্তান কাহি ধর বিষ্ণু তুম্ভ ভয়ার হব অবসান নিজ হস্তে বধিম শত্রুকু নিষ্কণ্টক করিবিম মধুরা কটক। এই সব সংগ্রাম ଥିଲା ସେତେବେଳର ସଂଗ୍ରାମ। କଉଡ଼ି ଖେଳ ଦେଖିଥିବେ ଆପଣମାନେ। ସେଟା ଗୋଟେ ପ୍ରଫେସର ଚରିତ୍ର ଥିଲା, ତା ସ୍ତ୍ରୀ ତାକୁ ମାରି ଦେଇଥିଲା, ଜାଣିଛନ୍ତି ନା? ଏମିତି ଏମିତି କରୁଥିଲା। ଏମିତି କରିବାର ମାନେ କ'ଣ ଜାଣିଛନ୍ତି କି? ସବୁ ବହୁତ ସେ ଏତେ ଲେଖେ, ଏତେ ତାର ଶିକ୍ଷା ପ୍ରତି ତାର ଏତେ ସେ ଲେଖି ଲେଖି ତା ହାତ ସବୁବେଳେ ବୟସ ହେଇଗଲେ ଲେଖୁଥିଲା। ତା ସେଇଥିପାଇଁ ସେ ହାତଟି ଏମିତି ଯାହା ମୁଁ ବୁଝିଥିଲି ହେଲା ସାର୍। ଅଞ୍ଜଳି ନାରୀର ଜୀବନ ଦର୍ଶନ ଏହା ନୁହେଁ ଅଞ୍ଜଳି, ଯାହା ତମେ କରିଛ କ୍ଷଣିକ ଉତ୍ତେଜନାରେ ବଶବର୍ତ୍ତୀ ହେଇ ଦେହର ଭୋକ ପାଇଁ ତମେ ମତେ ମାରିଦେଲ। ମାରି ତ ଦେଲ, ସୁଖର ସଉଦା କିଣିବା ପାଇଁ ଯୋଉ ହାଟକୁ ଆସିଥିଲ। ମଣିଷ ଆପଣା ଇଚ୍ଛାରେ କିଛି କରେନି ଅଞ୍ଜଳି। ସେ ଦେହର ଭୋକ ହଉ ବା ପେଟର ଭୋକ, ମଣିଷ ଜୀବନର ଆଦର୍ଶ ହେଲା, ବଞ୍ଚିବାର ମାନେ ହେଲା ଦେହର ଭୋକକୁ ଦେହରେ ମାରିବା, ପେଟର ଭୋକକୁ ପେଟରେ ମାରିବା। ଭୋକ ମାରି ଶିଖିନଥିବା ମଣିଷ ଏଇମିତି ବାଟ ବଣା ହୁଏ ଅଞ୍ଜଳି, ଯେମିତି ତମେ ବାଟ ବଣା ହେଇଛ। ମଣିଷ ଜୀବନ ପାଇଁ ଦିଟା ରାସ୍ତା ଅଞ୍ଜଳି, ଗୋଟେ ଚଢ଼େଇର ରାସ୍ତା ଆଉ ଗୋଟେ ନଈର ରାସ୍ତା। ଚଢ଼େଇ ସିନା ସବୁଦିନେ ବସାକୁ ଫେରେ, ହେଲେ ନଈ ଆଉ ଫେରେ ନା ଅଞ୍ଜଳି। ତମ ଜୀବନ ସେଇମିତି ନଈ ଭଳି ଫେରା ଅଞ୍ଜଳି, ତମେ ଆଉ କେବେ ଫେରି ପାରିବନି।